କହିଲେ ମିଥିଳା ପୋଡ଼ିଗଲେ ମୋର କିଛି ଯାଏ ଆସେ ନା, ମିଥିଳା ପୋଡ଼ିଗଲେ ମୋର କିଛି ଯାଏ ଆସେ ନା। ଏଇଟା ଉଦାହରଣ। তুমি রাজা জনক হবো কি রাজা, such a great personality, great ভক্ত, complete surrender. মিথ্যা পড়িগলে ମୋର କିଛି ଆସେ ନା। But we have so much attachment. ଆମର ଏତେ ଆସକ୍ତି ଅଛି ଭୌତିକତା ପ୍ରତି। ମୋ ଘର ଅଛି ରେ, ମୋ ସମ୍ପଦ ଅଛି ରେ, ମୋ ବାଜା ଅଛି ରେ, ମୋ ପୁଅ ଅଛି ରେ, ମୋ ଝିଅ ଅଛି ରେ, ଭାଇ ଅଛି ରେ, ବନ୍ଧୁ ଅଛି ରେ, ଡିଙ୍ଗି ଅଛି ରେ, ବଗ ଅଛି ରେ। ଇଏ ଆସକ୍ତି ପ୍ରବଳ ଅଛି ନା କ'ଣ ସ୍ୱୟଂ ଦାସ? ହଁ ନାଇଁ, ଆସକ୍ତି ଛାଡ଼ିଲାଣି। ରାଜା ଜନକ କହିଲେ ମିଥ୍ୟା ପଡ଼ିଗଲେ ମୋର କିଛି ଆସେ ନା। ସେ ଗପ ବି ଅଛି। ଯେମିତି ସୁଖଦେବ ଗୋସ୍ୱାମୀ ଗଲେ ରାଜା ଜନକଙ୍କ ପାଖକୁ କିଛି ଶିକ୍ଷା ଗ୍ରହଣ କରିବେ, ଶିକ୍ଷା ଗୁରୁ ଗ୍ରହଣ କରିବେ। ଛିଡ଼ା ହେଇଛି ସୁଖଦେବ ଗୋସ୍ୱାମୀ, ରାଜା ରାଜକାର୍ଯ୍ୟ କରୁଛନ୍ତି। ସୁଖଦେବ ଗୋସ୍ୱାମୀ ରାଜନ ବ୍ରହ୍ମଚାରୀ କି ମୁଁ ଆସିଲି, ଖବର ଦିଆଗଲା, କିଛି ଆମ କଥା ଶୁଣୁନାହାନ୍ତି। ମନେ ମନେ କ୍ରୋଧ ଆସିଲାଣି, କିଛି ଆସିଲାଣି, ବିରକ୍ତି ଆସିଲାଣି। ରାଜା ଜନକ ସବୁ କଥା ତାଙ୍କର ସମାପନ କଲେ। ସୁଖଦେବ ଗୋସ୍ୱାମୀଙ୍କ ପାଖକୁ ଆସିଲେ, ଦଣ୍ଡବତ କଲେ। ଆଚ୍ଛା ଠିକ୍ ଅଛି, କ୍ଷମା କରିବେ, ମୁଁ ତ ରାଜକାର୍ଯ୍ୟରେ ମୋର ବ୍ୟସ୍ତ ଥିଲି, ଆପଣଙ୍କୁ ଧ୍ୟାନ ଦେଇନାହିଁ, କ୍ଷମା କରିବେ। ହଉ ଆସନ୍ତୁ ଆସନ୍ତୁ, ଯିବା, ଆସ ଆସ, ସ୍ନାନ କରିବା ଯିବା। ସେ ମିଥିଳା ପାଖରେ କେଉଁ ନଦୀ ବହୁଛି? ସରଜୁ ନଦୀକି ଆସ ସ୍ନାନ କରିବାକୁ ଯିବା। ସରଜୁ ନଦୀକି ସ୍ନାନ କରିବାକୁ ଗଲେ। ସୁଖଦେବ ଗୋସ୍ୱାମୀ ତ ବ୍ରହ୍ମଚାରୀ, କୌପୁନୀ ଖଣ୍ଡେ ରହିଛନ୍ତି, ଆଉ ତ କିଛି ତାଙ୍କର ନାହିଁ। ରାଜା ରାଜ ପୋଷାକ, ବହୁମୂଲ୍ୟ ପୋଷାକ ଅଳଙ୍କାର ଧାରଣ କରୁଛନ୍ତି ରାଜା ଜନକ। ସେଠୁ ଗଲେ ସରଜୁ ନଦୀ ଭିତରକୁ ଗଲେ ସ୍ନାନ କରିବାକୁ ଯିବା ପୂର୍ବରୁ ଘାଟରେ ରାଜା ଜନକ ତାଙ୍କର ସବୁ ପୋଷାକ, ରାଜ ପୋଷାକ, ବହୁମୂଲ୍ୟ ପୋଷାକ ସବୁ ସେଠି ଘାଟରେ ରଖିଦେଲେ। ଛୋଟ ଗାମୁଛା ପିନ୍ଧି ସ୍ନାନ କରିବା ଭିତରେ ୟାଙ୍କର କ'ଣ ଅଛି? କୌପୁନୀଟି ଅଛି, କୌପୁନୀଟି ଖୋଲିକିରି ରଖିଦେଲେ ଘାଟରେ। ଆସିଲେ ସ୍ନାନ କରିବାକୁ। ସ୍ନାନ କରୁଛନ୍ତି, ଏ ସମୟରେ ପାଟି ହେଲା, ଓ ନିଆଁ ଲାଗିଗଲା ରେ, ନିଆଁ ଲାଗିଲା ରେ, ମିଥ୍ୟା କରି ପୋଡ଼ିଗଲା ରେ, ପୋଡ଼ିଗଲା ରେ। ନିଆଁ ବି ହୁ ହୁ ହେଇ ଜଳି ଆସି ଘାଟ ଆଡ଼କୁ ଧାଇଁ ଆସୁଛି। ସବୁ ଦେଖିଛନ୍ତି, ଦେଖିଲେ ରାଧା ଜନକ ନିର୍ବିକାର ଚିତ୍ତ, କିଛି ଅଞ୍ଚଳ ନାହିଁ, ଘର ଗାଧଉଛନ୍ତି ବସିକି। ମିଥ୍ୟା ପୋଡ଼ିଗଲେ ବୋଲି ଯାଏ ନା। କିନ୍ତୁ ସୁଖଦେବ ଗୋସ୍ୱାମୀ ତଳ ହେଲେ, ମୋ କୌପୁନୀଟା ପୋଡ଼ିଯିବ କିରେ? You see the fun. How unattached he was. ରାଜା ଜନକ କିପରି ଅନାସକ୍ତ ଥିଲେ? କହିଲେ ମିଥ୍ୟା ପଡ଼ିଗଲେ ମୋର କିଛି ଆସେ ନା। Completely surrender unto the Lord. ତାଙ୍କର ସମ୍ପତ୍ତି ସେ ରକ୍ଷା କର୍ତ୍ତା, ମୁଁ ନିମିତ୍ତ ମାତ୍ର। ତାଙ୍କର ଇଚ୍ଛା ହେଇଛି ପଡ଼ିଦେବେ, ଧ୍ୱଂସ କରିଦେବେ, ମୁଁ କ'ଣ କରିପାରିବି? କୃଷ୍ଣ ଇଚ୍ଛା ମାତ୍ର ବଳନ୍ତି, ମୁଁ କିଛି କରିପାରିବି? କ୍ୟାନ୍ ଆଇ ପ୍ରୋଟେକ୍ଟ? ଆଇ କ୍ୟାନ୍ ପ୍ରୋଟେକ୍ଟ, ଇଜ୍ ଦ ପ୍ରୋଟେକ୍ଟର। ସେ ମାତ୍ର ରକ୍ଷା କର୍ତ୍ତା, ମୁଁ ତ ରକ୍ଷା କର୍ତ୍ତା ନାହିଁ। ଆଇ ଆମ୍ ଜଷ୍ଟ ଏ ସର୍ଭାଣ୍ଟ। ଇଟା ହେଉଛି କଥାଟା ଆମର। ଦିସ୍ ଇଜ୍ ଟିଚିଂ। ଇଟ୍ ଇଜ୍, ଏ ହେଉଛି ଜାଗ୍ରତ ଅବସ୍ଥା, ଏ ହେଉଛି ରିଅଲ୍ ୱେକିଂ ଷ୍ଟେଜ୍। ପ୍ରକୃତ ଜାଗ୍ରତ ଅବସ୍ଥା, ଇଜ୍ ନଟ୍ ଡ୍ରିମିଂ ଷ୍ଟେଟ୍। ସ୍ୱପ୍ନରେ ବାଘ ଆସୁଛି, କାମୁଡ଼ି ଖାଇବାକୁ ଚିତ୍କାର କରୁଛ, ରାଜା ଇନ୍ଦ୍ର ନା ଏ ଖଟରେ ଶୋଇଛି ରେ ବାପା, ଏ ଖଟରେ ଶୋଇଛି, ରାଜା କାହିଁଛ କୋଉଠି ବା, ବାଘ କାହିଁକି ରେ କିରେ? ଡ୍ରିମିଂ, ସ୍ୱପ୍ନ ଦେଖୁଛି ବସି ଶ୍ରୀପତି ଦାସ ଦେଖ ଏଠି। ଡ୍ରିମିଂ ଡ୍ରିମିଂ ଡ୍ରିମିଂ। ତେଣୁ ଏଇଟା ହେଉଛି ଅସଲ ତାତ୍ପର୍ଯ୍ୟ ଏଇଠି, କ'ଣ ବୁଝିପାରୁନ? କିନ୍ତୁ କୃଷ୍ଣ ଇଜ୍ ନଟ୍ ଏ ଡ୍ରିମିଂ ଷ୍ଟେଟ୍. Krishna is eternally awake state, that is Allah. Where are the supreme state awake, the witness of everything? It's eternally awake state, awakened state. Is it not dreaming? Understand? Is it dreaming? We are dreaming. ସେଟା ବିଧାନ କରୁଛନ୍ତି, ସେଟା ଦେଖୁଛନ୍ତି, ସେଇଟା ପ୍ରକୃତ, ସେ ବିଧାନ କରୁଛନ୍ତି, ସେ ତୁମର ଉଦ୍ଦେଶ୍ୟ ଜାଣୁଛନ୍ତି। ହୃଦଗତ କ'ଣ ତମେ ହୃଦୟରେ ତୁମର ଭାବ ଅଛି ବା ଭାବୁଛ ବା କାମନା ଅଛି, ତେଣୁ ସେ ଅନୁସାରେ ଯାହା ସେ ପ୍ରଦାନ କରିବେ ରେଜଲ୍ଟ, ଫଳ, ତାହା ଆମ ପକ୍ଷରେ ମଙ୍ଗଳକର। ଆଣ୍ଡ ଦ୍ୟାଟ୍ ୱି ହାଭ୍ ଟୁ ଆକ୍ସେପ୍ଟ। ତାହେଲେ ସ୍ୱୀକାର କର, ତାହେଲେ ଠିକ୍ ହେଇଯିବ, କିଛି ଅସୁବିଧା ହବ ନାହିଁ। ଆଉ ଯିଏ ସିନ୍ସିୟର ସୋଲ୍, ପ୍ରକୃତରେ ଡିଭୋଟେଡ୍, ପ୍ରକୃତରେ କୃଷ୍ଣଙ୍କ ପ୍ରତି ପ୍ରପନ୍ନ ହେଇଛନ୍ତି ପୂର୍ଣ୍ଣ ରୂପରେ, ତାଙ୍କର ପ୍ରେମମୟୀ ସେବା ପାଇଁ ଆତ୍ମୋତ୍ସର୍ଗ କରିଛନ୍ତି, କାୟ ମନୋବାକ୍ୟରେ
বা হৃদয়ের ভিতরে ମଧ୍ୟ ଗୁରୁ ଗୌରାଙ୍ଗଙ୍କର ସେବା ପାଇଁ ବ୍ୟାକୁଳ ଅଛନ୍ତି। ତାଙ୍କର ସେବାକୁ ସେବା ହିଁ କରିବେ at any cost, at the cost of my life also. Krishna must protect him, and he is the fittest instrument in the hand of Shiva. His fittest instrument. Nimitta matro bhava sabda sachi. He become an instrument in my hand. Nimitta matro bhava sabda, fittest instrument. And he will be victorious in the long run. And Krishna is testing. Krishna ପରୀକ୍ଷା କରୁଛନ୍ତି କେତେ ସିରିୟସନେସ୍, କେତେ ସିନ୍ସିୟରିଟି, କେତେ degree of surrender you have, and how eager you are to serve me. That Krishna sees. Krishna sees this thing. Krishna sees this thing. Upadrashta, who sees everything that happens, he sees everything as a witness. Saki. And they were victorious. And Krishna helped them. Yeah, they are very serious, really very eager to serve them. And very determined also. Like Dhruva. Dhruva pari, Dhruva Nishcha. 5 ବର୍ଷର ପିଲା Dhruva. So strong determination, Dhruva. 5 ବର୍ଷର ପିଲାର କିଏ determination ଅଛି ଦେଖନ୍ତୁ ଦେଖି ନା ଆମର determination ଭାଙ୍ଗି ଯାଉଛି. Breaking in this dreaming stage. A अस्थायी material world रे dreaming stage रे ଆମେ ରହି some dreaming personalities जे केते बाधा विघ्न आनिके उपस्थापन କରି ଦଉଛନ୍ତି ଆମର ଧୈର୍ଯ୍ୟ ଭାଙ୍ଗି ଯାଉଛି. We lose our patience. ଆମର determination ଭାଙ୍ଗି ଯାଉଛି, ସବୁ ଭାଙ୍ଗି ଯାଉଛି because ଆମର ଦୃଢ଼ ଭାବରେ ସ୍ଥିର ହେଇଗଲେ କୃଷ୍ଣ ପାଦ ପଦ୍ମରେ ଫିକ୍ସଡ ହେଇଗଲେ କିଛି ମେଟେରିଆଲ ଜିନିଷ ଆଟାଚମେଣ୍ଟ ରହିଯାଇଛି ତେଣୁ ସେସବୁ କାଲକୁଲେସନ କରିବା ଆମେ ଏ ବାଗିଆ ହେଇଯାଉଛେ. କୃଷ୍ଣ ୱିଟନେସ୍ ଏସବୁ ଦେଖୁଛନ୍ତି ଜାଣୁଛନ୍ତି ବୁଝିପାରିଲେ. ତେଣୁ ଆକର୍ଡିଙ୍ଗଲି ହି ଗିଭ୍ସ ୟୁ ଦି ରେଜଲ୍ଟ. ତଦନୁଯାୟୀ ସେ ଫଳ ବ୍ୟବସ୍ଥା କରିଦେଉଛନ୍ତି. ଧୈର୍ଯ୍ୟ ଭଗବାନ ସୁନା ପେସେନ୍ସ उत्साह निश्चय धैर्य तुम जो उत्साह अच्छी तुम जो निश्चयता अच्छी डिटर्मिनेशन अच्छी धैर्य अच्छी पेशेंस अच्छी इटा कथा समझ उत्साह भांगा को दियो ना डिटर्मिनेशन जहाँ नहीं स्ट्रॉन्ग डिटर्मिनेशन से ध्रुव हो जाओ ना और धैर्य पेशेंस डोंट बी पेशेंट देन यू मस्ट बी victorious.